ଶ୍ରୀକୃଷ୍ଣଙ୍କର 16 କନ୍ୟା ବିବାହ ଏବଂ ପଶା ଖେଳରେ ବଳରାମଙ୍କ ଦ୍ୱାରା ରୁକ୍ମଣବଦ୍ଧ। ଏଥୁ ଅନ୍ତରେ ପରୀକ୍ଷ ନାମେ ମହାରାଜା, ଶୁକମୁନି ପାଦ ତଳେ କଲେ ଦିବ୍ୟ ପୂଜା। ଭୂମୁନି ତ ହେତୁ ଶୁଣିଲଇ ହରିବଂଶ, କୋଟି ଜନ୍ମର ପାତକ ହେଲା ମୋର ଧ୍ୱଂସ। ନାରକାକୁ ମାରି ପାରିଜାତକୁ ଆଣିଲେ, 16 କନ୍ୟା ଆଣିକି ସବା କଲେ। ସେମାନଙ୍କୁ ଆଣି କୃଷ୍ଣ କଲେ ଯେଉଁ କଥା, ଏହା ମୋତେ ସଂକ୍ଷେପିଣ କହ ବ୍ରହ୍ମବେତ୍ତା। ଶୁକ ବୋଇଲେ କ ଶୁଣ ପରୀକ୍ଷିତ ରାଏ, 16 କନ୍ୟା ଆଣି ବିଭାର ଉପାଏ। ଏକା ବେଳେ ସମସ୍ତଙ୍କୁ ବିଭା ହେଲେ ହରି, ଜଣେ ଜଣେ ମୂର୍ତ୍ତି ମୂର୍ତ୍ତି ପ୍ରକାଶିତ କରି। ଶ୍ରୀକୃଷ୍ଣର ମାୟା ଦେଖ ପରୀକ୍ଷିତ ରାଏ, ମହିମାର କୃଷ୍ଣ 16 ରୂପ ବହେ। ଶ୍ରୀଗର୍ଗ ମହାମୁନି ଯେ ପୁରୋହିତ ହେଲେ, 16 ବେଦୀରେ ବିଭା କରାଇଲେ। ଏ ଜଗତ ହୋଇଅଛି ଯାହାଠାରୁ ଜାତ, ଏହି କଥା ଅଟଇକି ତାକୁ ବିପରୀତ। ଏମନ୍ତ ଅଟନ୍ତି ପାଟ ବଂଶୀ 8 ନାରୀ, ପୁଣି ବିଭା ହେଲେ 16 କୁମାରୀ। ଏତେକ ମୂର୍ତ୍ତି ହୋଇଲେ ପ୍ରଭୁ ଭାବଗ୍ରାହୀ, ସମସ୍ତଙ୍କ ପୁରେ ରହି ଏକ ଏକ ହୋଇ। ସେ ସମସ୍ତ ସ୍ତ୍ରୀ ମାନେ ମନ୍ତ ମଣନ୍ତି, ପ୍ରଭୁଙ୍କର ସୌଭାଗୀ ଆମ୍ଭେ ପ୍ରିୟବତୀ। ଶୁକମୁନି ବୋଇଲେ କ ଶୁଣ ପରୀକ୍ଷିତ, ଶୁଣ ତୁମ୍ଭେ ହରିବଂଶ କନକୁ ଅମୃତ। ଶ୍ରୀକୃଷ୍ଣଙ୍କ ପୁରେ ଯେତେ ସ୍ତ୍ରୀ ମାନେ ଥିଲେ, ଜଣେ ଜଣେ 10 ଗୋଟି ପୁତ୍ର ଜାତ କଲେ। ଜଣେ ଜଣେ ଏକ ଏକ କନ୍ୟା ଜାତ କଲେ, ଏ ରୂପରେ 1,60,000 ପୁତ୍ର ହେଲେ। ଏହି ଅନୁରୂପେ ପୁତ୍ର ହୋଇଲେ କ ଜାତ, ଆବର 80 ସନ୍ତାନ ହୋଇଲେ ସମ୍ଭୂତ। ସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ରାଜନ, ସବୁଠାରୁ ସୁକୁମାର ଅଟଇ ପଦ୍ମନ। ରୁକ୍ମବତୀ ନାମେ ଥିଲା ରୁକ୍ମଣ କୁମାରୀ, ସର୍ବଗୁଣେ ସୁଲକ୍ଷଣୀ ପରମା ସୁନ୍ଦରୀ। ସ୍ୱୟଂବର କଳେ ତାକୁ ବିଭା ଦେବା ପାଇଁ, 4 ଲକ୍ଷେ ରାଜା ରୁଣ୍ଡ ହେଲେ ଯାଇ। ବେଶଭୂଷା ହୋଇ କନ୍ୟା ପୁରୁ ବାହାରିଲେ, ଝିଅର ହାତରେ ମାତା ମାଳ ଗୋଟି ଦେଲେ। ଯାହାକୁ ଇଚ୍ଛା ତୋହର ବର ଆଗମାଏ, ଲକ୍ଷେ ରାଜା ରୁଣ୍ଡ ହୋଇ ଅଛନ୍ତି ସଭାଏ। ମୁଖ ତୋଳି ଚାହିଁଲା ସେ ପ୍ରଦ୍ୟୁମ୍ନ ମୁଖକୁ, ସଭାରେ ମାଳା ଦେଇଣ ବରିଲା ତାହାକୁ। ଦେଖି କରି ସନ୍ତୋଷ ଯେ ହେଲେ ଭଗବାନ, ତତକ୍ଷଣେ ଆଜ୍ଞା ଦେଲେ ବିଭାର ବିଧାନ। ଗାର୍ଗ୍ୟ ପୁରୋହିତ ତହିଁ କରାଇଲେ ବିଭା, ଚୌଠି ଅଷ୍ଟମଙ୍ଗଳାକୁ ସାରି ଦେବ ଦେବା। ଏଥୁ ଅନନ୍ତରେ ପୁଣ ଶୁଣ ନୃପ ସାଇ, ପ୍ରଦ୍ୟୁମ୍ନ ପୁତ୍ରେ ରୁକ୍ମଣ ନାତୁଣୀକୁ ଦେଇ। ଏ କଥା ଶୁଣିଲେ ଯହୁଁ ରାଜା ପରୀକ୍ଷିତ, ମୁନିବରଙ୍କୁ ପୁଛିଲେ ଯୋଡ଼ି କର ପତ୍ର। ପରୀକ୍ଷ ପୁଛଇ ତୁମ୍ଭେ ଶୁଣି ମାଗୋ ସାଇ, ଏ କଥା ବିଚାରି ମୋତେ କହିବା ବୁଝାଇ। ପୂର୍ବେ କୃଷ୍ଣ ସଙ୍ଗେ ଥିଲା ବୈରତାପଣ, ତାର ଅପରାଧ କ୍ଷମା କଲେ ନାରାୟଣ। ପୁଣି ଶ୍ରୀକୃଷ୍ଣ ପୁଅକୁ ତାର ଝିଅ ଦେଲା, ଏହି କଥାରେ ମୁନିହେ ସନ୍ଦେହ ଜନ୍ମିଲା। ତାର ନାତୁଣୀକୁ ଦେଲା ପ୍ରଦ୍ୟୁମ୍ନ କୁମରେ, କି ନିମନ୍ତେ ବିଭା ଦେଲା କହ ମୋ ଆଗରେ।
ଶୁକ ମୁନି ବୋଇଲେ ପରୀକ୍ଷ ହେ ଶୁଣ, ପୂର୍ବେ ଯାହା କରିଅଛି ଦୈବ ଘଟଣ। ଅତି ପ୍ରିୟ ସଙ୍ଗେ ପ୍ରୀତି ଯେ ଲୋକ କରଇ, ଅବଶ୍ୟ ହିଁ ବିରୋଧତ ପଡ଼େ ଜାଣତହିଁ। ପ୍ରଦ୍ୟୁମ୍ନର ଜ୍ୟେଷ୍ଠ ପୁତ୍ର ଅଟେ ଅନିରୁଦ୍ଧ, ତାହାର ବିଭା ବେଳରେ ପଡ଼େ ବଡ଼ ମନ୍ଦ। ପ୍ରଦ୍ୟୁମ୍ନ ଗଦ ପ୍ରଭୃତି ଯେତେ ଥିଲେ ପୋଏ, ଶ୍ରୀକୃଷ୍ଣ ଆଦି କରିଣ ଯଦୁବଳ ଯାଏ। ଅନିରୁଦ୍ଧ କୁମରକୁ ସଙ୍ଗେ ଘେନି ଗଲେ, ଭୋଜ ରାଜା ନିକଟକୁ ବେଗେ ଚଳିଗଲେ। ବିଭାର ବିଧାନ ମାନ ସରିଲା ଉତ୍ତାରେ, ସମସ୍ତ ନୃପତି ମାନେ ବସି ବିଚାରିଲେ। ଦନ୍ତବକ୍ର ମୁଖ୍ୟ କରି ଯେତେ ରାଜା ଥିଲେ, ସମସ୍ତେ ହେ ରୁକ୍ମଣର ସଙ୍ଗେ ବିଚାରିଲେ। ବୋଲନ୍ତି ବଳରାମଙ୍କ ସଙ୍ଗତେ ଖେଳିବା, ପସାରେ ବଳରାମଙ୍କୁ ସଭାରେ ଜିଣିବା। ଏସନ ପ୍ରକାରେ ବୁଦ୍ଧି ପାଞ୍ଚିଲା ରୁକ୍ମଣ, ପସା ଖେଳିବାକୁ ତାଙ୍କୁ ଡକାଇ ଆପଣ। ରୁକ୍ମଣ ବଚନେ ବଳରାମ ତୋଷ ହେଲେ, ଦନ୍ତବକ୍ର ଆଦି କରି ଦୁଷ୍ଟ ରାଜା ଥିଲେ। ସମସ୍ତେ ମେଳ ହୋଇଣ ବସିଲେ ଆସ୍ଥାନେ, ରାମଙ୍କ ସଙ୍ଗେ ଖେଳଇ କୁମର ରୁକ୍ମଣେ। ପସା ଖେଳ ଖେଳଇ ସେ ଭୀଷ୍ମଙ୍କ ନନ୍ଦନ, ଖେଳିବାକୁ ବସିଲେ ଯେ ଆପେ ବଳରାମ। 1 ଲକ୍ଷ ସ୍ୱର୍ଣ୍ଣ ଆଣି ତହିଁ ପିଢ଼ କଲେ, ପ୍ରଥମ ପିଢ଼ରେ ବଳରାମ ହାରିଗଲେ। ତଦନ୍ତେ ଗୋଟିଏ ମାଡ଼ ସ୍ୱର୍ଣ୍ଣ ପିଢ଼ କଲେ, ସେ ପିଢ଼ରେ ମଧ୍ୟ ବଳରାମ ହାରିଗଲେ। ପସାରେ ବଳରାମଙ୍କୁ ହାରିବା ଦେଖିଣ, ଦୁଷ୍ଟ ରାଜା ମାନେ ତହିଁ ହସିଲେ କପୁଣ। ହସିବା ଦେଖିଣ ବଳରାମ ଯେ ଚଳିଲେ, ବେନି କୋଟି ମାଢ଼ ସ୍ୱର୍ଣ୍ଣ ରାମ ପିଢ଼ କଲେ। ସେହି ପିଢ଼ ସୁବର୍ଣ୍ଣକୁ ଜିଣି ବଳରାମ, ବେଳୁ ବେଳ ବଳରାମ ହନ୍ତି ଶ୍ରମେ ପୂର୍ଣ୍ଣ। ନିଶତ ହୋଇ ରୁକ୍ମଣ ଗୋଳିଆଇ ଦେଲା, ମୋହର ପଡ଼ିଲା ବୋଲି ସଭାରେ କହିଲା। ତାହା ଦେଖିଣ ବୋଲଇ ଦନ୍ତ ଚକ୍ର ପ୍ରାଏ, ବଳରାମ ହାରିଗଲେ ନିଶ୍ଚୟ ସଭାଏ। ଏମନ୍ତ ବୋଲିଣ ଦନ୍ତ ଚକ୍ର ଯେ ହସଇ, ତମେ ବହୁ କ୍ରୋଧ ପାଇଲେ କରାମ ତହିଁ। ପୁଣି 3 କୋଟି ମାଢ଼ ସ୍ୱର୍ଣ୍ଣ ପିଢ଼ କଲେ, ସେ କେବଳ ବଳରାମ ପସାରେ ଜିଣିଲେ। ପୁନର୍ବାର ରୁକ୍ମଣ ସେ ବୋଲେ ନାହିଁ ନାହିଁ, ଏବେଳକ ପସାରେ ହେ ଜିଣିଅଛି ମୁହିଁ। ତାହା ଶୁଣି ଦନ୍ତବକ୍ର ପୁଣି ହିଁ ବୋଇଲା, ଏମନ୍ତ ବେଳେ ସ୍ୱର୍ଗରୁ ବାଣୀଏ ଶୁଭିଲା। आहे तुम्भे माने सर्व राजा गण शुण, से राम ज्येष्ठ अटंती कृष्णंकर पूर्ण। ताहांकर संगते न कर विडंबन, स्वर्गरे की बोली डाकुछंती देवगण। रुक्मण बोइला अछि राम बाणी शुणी, पृथ्वी रे राम राजा नुहंती से पुणी। परंपरा अछि जेहु राजपुत्र होई, से सिना पसार गुण संग्राम जाणई। गोगोष्ठरे थाई गोपालंक कथा जाण, गोरु गाईंक कथारे तुम्भ निष्ठापण। रुक्मण कथारे राम कुपित होइले, महाक्रोध जात हन्ते कंपमान हेले। कोपे बलराम तहु परिघ धइले, बाळ धरिण ताहाकु खुंदाए माइले। दंतवक्र बदनरे राम खुंदा बाजी, जेते कदर्शन थिला सबु गला भाजी।
आवर जेतेक दुष्ट राजा तहि थिले जे जाहार भवन को सर्वे पळाइले बलरामंकर कोप क्रमे वृद्धि हेला ताहा शुणिण रुक्मण पळाउण थिला बलरामंक कोपरे से जहु पड़िला लेउटी प्रहार खाई तहि पड़ी मला एमंत बारता मान रुक्मणी शुणिले वार्ता शुणी काहाकु ही किछि न बोइले श्रीकृष्ण जहु शुणिले सनक कथा स्तंभीभूत होइण से पोतिले कमथा काहाकु एहि समस्या गोटा न कहिले दम्भेण द्वारकापुरे विजे करी गले सावधान होई शुण परीक्ष राजन रुक्मणर मरण जे मंत विधान श्री बलरामंक पद्म पादर जुगले अच्युत दास शरण पशिण निरोळे उषावती कन्या हरण ओ हरिहर युद्ध एथु अनंतरे शुण परीक्षित राय शुक मुनि चरणे करंती विनय रुक्मण विनाश बाणी कहिल हे मुनि एथु अनंतरे किस होइला कपुणी राजांक विनय भाव जानिले कजहु पुराण पुस्तक फेड़ी कहिले कतहु श्रीशुक बोइले शुण परीक्षित राय बलि राजांकर पुत्र बाणासुर राय एमंत वर मागई सेहि महाराय सहस्रे भुज मोर जेसने कहुए तपरे तो शिला सेहु देव त्रिपुरारी तांडव नृत्य रंगरे नाना रस करी संतोष होइण सेहि देव त्रिलोचन बोलंती बर मागिण घेन तु बहन से कथा शुणी बोइला बाणासुर राय एहि बर मागुअछि होइबा सदये आहे स्वामी सर्वदा ही थिब मोर पुर एहि बर मागुअछि आहे देवहर बाणासुर कुईश्वर प्रसन्न होइले शोणितपुर रे जाई स्वयं बास कले एक मने शुण हो परीक्ष नृपवर बड़ बलिष्ठ अटई बाणासुर वीर महा महा योद्धा थिले तिनि पुरे जेते संग्रामे केहि नहिले तार क्षत्रि वृते दिगपाल माने स्वर्ग छाड़ी पळाइले बाणासुर डरे केहि रही न पारिले स्वर्ग मंच पाताले ता सम केहि नाही दिन करे ईश्वरंक छामुरे कहई शिरे मुकुट तार सूर्यर पराए ईश्वरंक पाद तले गड़ घाली सोए त्रिलोचनक छामुरे हस्त जोड़ी कही भुज दंडर कंडु मु सही न पारई तुम्भ अनुग्रहे मोते दृढ़ता के नाही मध्य भुवने जुझिबी काहा संगे मुही एमंत वचन शुणी देव त्रिपुरारी से महादेव मनरे क्रोध भाव धरी तहु से हु आज्ञा देले ही कटकेण तोहर शत्रु जन्मिब ध्रुव करी जान ए तो रथ ध्वज भांगी जीव जेउ दिन सेही दिन शत्रु तोर हेब विद्यमान आंभर समान केही जणे को आसीब तोहर ए दर्प सेहु हेळारे गंजीब महादेवंक वचन शुणी बाणासुर उसत होइला शुणी ताहांकर गीर
मोह संगे जुझिबाकू जेबे के आसई बड़ भाग्यवंत बोली मणि बई मुही एमंत मने विचार करई राजन तार रथ ध्वज को से चाहे प्रतिदिन दैवर घट सूत्र होइअछि जाहा किए अबान करी पारिबटी ताहा बाणासुरर नंदिनी नाम तार उषा अति सुंदरी से नारी लक्ष्मी सदृशा रति समान सेहु अटई सुंदर तीन भुवन रे नाही ताकू पटांतर एकाकी से रही थाई सखींकर मेले रंगर से दिन सेहु हरे कुतूहले दिने से कन्या पल्यंक परे शोइथिला प्रथम निद्रारे सेहु स्वप्न देखिला प्रद्युम्नर पुत्र निरुद्धे भर्ता करी नाना रंगर सरे से विनोद आचरी पल्यंकरे घेनी बाड़ी भोग करुथिला पुणे से कुमर मणि केउ आड़े गला अनिरुद्ध को न देखी सेहि उषावती आहा प्राणनाथ मोर गलु केउ कति मोते तू ही छाड़ी केणे गलु प्राणनाथ बेगे बेगे देखा तू ही दियो मो आग्रत तोते न देखिया कूल मोर पंचभूत क्रटर अग्नि पराए दहे मोर चित्त सखी मानक बदन उषा देवी देखी बहुत लाज करिण होलाई आखि तहु सखीए बोलती शुण गो संगात तुम्भर मन किंपाई एड़े संतापित कि बाकांत कुमन रे देखिलु कि सही किय बा साक्षात देखी लुटी तू ही काहीं सखींक मध्य उत्तम अटे चित्र रेखा महाविश्वासी ताहार अटे प्राण सखा कुभाण्डव मंत्री झिय अटईटी सेही आगत भविष्य कथा समस्त जानई एमंत प्रकारे सेहु पुछिला उषाकू स्वप्न जोगे सखी गो देखिलु काहाकू उषा बोइले शुण गो मोहर जे पति दिव्य पुरुष देखिली मुहि आज राति अत्यंत सुंदर सेहु श्यामल शरीर पद्म पुष्प प्राय चक्षु विराजे ताहार कोटि जोगे शोभा पाउअछि कळे बर रूप दिशे जेने काम देवर भंडार सुरंग धरु तार सुधा पान हेला देखु देखु प्राणनाथ अंतर ध्यान गला चित्र रेखा बोइले जे तार बोल शुणी निश्चय ताहाको मोहि देवी तोते आणी चित्रपट चित्र रेखा लेखी सबु कुही महाजोगिनी मंत्र रे सिद्ध से अटई स्वर्ग भुवन रे जेते पुरुष अछंती चित्रपट रे लेखन कला कसबुंती देवगण गंधर्व आउ दिन कर जक्ष किं पुरुष माने पुणी विद्याधर समस्त लेखी उषाकू नहीं देखाइला निरीक्षण कर बोली ताहाकू बोइला उषा बोलई सखी गो नाहंती एथि ताहांकर प्राय एथे जणे केही नाही पुणी पातालपुरर लोकंकु लेखिला सेही चित्रपट उषा आगे देखाइला तहिरे मध्य न देखी उषा नास्ति करी मध्यपुर लोकंकु से देला चित्र करी
सबु देशर लोकंकु देला कसेली उषा देवी देखी करी बोले थे नाही पुणी वसुदेवकु जे प्रथमे चित्रिला अन्य अन्य जादवंकु तहिरे लेखिला तदंतरे रामकृष्ण तदंतरे लेखि तहिरे आपणा पुत्र नातींकु जे आंकी ताहाणी देखाइला उषार निकटे अनिरुद्ध रूप उषा देखि चित्रपटे बोइला गो सखी एही रूप मुसपने देखिला बेलरू घारी हेउथिली मने जेबे तु एहाकु आनी देबु मोते कह नहिले मु विष खाई छाड़िबी ए देह चित्ररेखा बोले काम देव पुत्र सेही एहांक पाई कि किछि न भाळ गो सही तोहर पाई सखी गो द्वारका मु जीबी ताहांकु मु खोजी करी अवश्य ही देवी एते बोली चित्रलेखा बेगे चली गला सबु कथा सिद्ध करी पारे जोग बला गोपने देखिला सेही अनिरुद्धे जाई पल्यंके देखिला अछि निद्रारे से सोई पल्यंक सहिते ताकू तहु घेनी गला बेगु बेगे शून्य मार्गे जाई विक्रमिला गोपने शोणित पुरे प्रवेशिला जाई उषार शयन गृहे सुआइला नेई अनिरुद्ध को देखिण राजार कुमारी मदनर पांचसरे हेला तनु घारी अनिरुद्ध पाद पद्मे प्रणमित कला अनेक मते पूजार विधि मनाइला अपूर्व देवांग वस्त्र ताहांकु पिंधाई नानाविध अलंकारे सुबेश कराई सुस्वादु पदार्थ मान भुंजाई जुबती अनेक प्रिय भावरे बढ़ाइला प्रीति ए जनक परकारे पुर मध्य थाई उषा अनिरुद्ध प्रीति क्रमरे बढ़ाई थका एक दिन बही गला एही मते एक दिने प्रहरी देखिले करात्रे देखि करी सेही माने मने विचारिले राजांको छामुरे जाई सबु जणाइले सावधान होई एबे शुणिमा कतुम्भे उषा कन्या को निर्बंधे करी थाउ आम्भे पुरुष पशिला प्राय दिशई मंदिर दुहिता तुम्भर दिशु अछई असार प्रहरी मानक मुख बाणासुर शुणी कन्या कथा बुझिबाकू गला सेही क्षणी दुहिता मंदिरे जाई होइला प्रवेश देखिला तही बसिछि कामदेव शिष्य मर्कत प्राय टई नीलमणि काए पद्मवने जेसनेक भृंग शोभा पाए बेनी कर्णरे सोहई मर्कत कुंडल कंठ तटे शोभा पाउछि मुक्तामाळ कटीरे पीताम्बर शोभा पाउछई कामिनीए देखी करी कामे हेबे मोही बसी करी पशा सेहु खेले उषा संगे क्रीड़ा करुछंती बचन रे नाना रंगे बाणासुर नृपति की देखी अनिरुद्ध बाम हस्ते साउंटिण धइलायुध आर हस्ते घेनिला क लुहाल उड़िए महाकोपे नीरे खई जमदेव प्राय राजांकर संगतरे जेते लोक थिले अनिरुद्धे धरिबाकू सर्वे मना कले
ଲୁହାର ଲଉଡ଼ି ଘେନି ଗୋଡ଼ାଇ ପିଟିଲା। ସମସ୍ତଙ୍କୁ ମାରିଣ ସେ ଏକ କୁଢ଼ କଲା। ଏମନ୍ତ ଦେଖିଲା ଯହୁଁ ବାଣାସୁର ବୀର, ମନେ ବିଚାରେ ବଡ଼ ଲୋକର କୁମର। ଏହାକୁ ବନ୍ଦୀ କରିଣ ବାନ୍ଧି ଥୋଇଥିବା, ପଛରେ କିସ ହୋଇବ ତଦନ୍ତ ବୁଝିବା। ଏତେ ବୋଲି ବାଣାସୁର ବଳେ ତାକୁ ଧରି, କାରାଗୃହେ ବନ୍ଦୀ କଲା ଲଗାଇ ପ୍ରହରୀ। ଏକଥା ଯହୁଁ ନାରାଜ ଧ୍ୟାନରେ ଜାଣିଲେ, ଦ୍ୱାରାବତୀପୁରକୁ ସେ ବେଗେ ଚଳିଗଲେ। ବାରତା କହିଲେ ଯାଇ ଶ୍ରୀକୃଷ୍ଣ ଛାମୁର, ଶୁଣିତପୁରେ ନାତିକି ଦେଖିଲୁ ତୋହର। ବନ୍ଧନ କରିଅଛଇ ବାଣାସୁର ରାୟ, ତହିଁକି ତୁମ୍ଭେ କିଛି ତ ନ କଲ ଉପାୟ। ଏମନ୍ତ ବଚନ ଯହୁଁ ଶ୍ରୀକୃଷ୍ଣ ଶୁଣିଲେ, ଯାଦବ ସୈନ୍ୟଙ୍କୁ ଘେନି ତକ୍ଷଣେ ସାଜିଲେ। ସାତ୍ୟକୀୟ କ୍ରୂର ମୂଳେ ଶ୍ରୀକୃଷ୍ଣ ପ୍ରଦ୍ୟୁମ୍ନ, ସମକକ୍ଷ ଯୋଦ୍ଧା ଥିଲେ ଯେତେକ ନନ୍ଦନ। ହଳ ମୂଷଳ ଧରିଣ ଧାଇଁ ହଳ ପାଣି, ସଜ ହୋଇଲେ କତେଇସି ବଳ ଖୋହିଣୀ। ଶୋଣିତପୁରକୁ ବେଗେ ସୈନ୍ୟ ଧାଇଁଲେ, ସତେକପୁର କରିଣ ଗଡ଼ ବେଢ଼ାଇଲେ। ବିଧି ଯୋଗେ ବିପରୀତ ଏମନ୍ତ ଘଟିଲା, ଅଦ୍ଭୁତେ ବାଣାର ରଥୁ ଧ୍ୱଜ ଛିଡ଼ିଗଲା। ଅଜେୟ ଅଟଇ ତାର ଅଟ୍ଟାଳିକା ମାନ, ସମସ୍ତ ଭାଙ୍ଗି ସେମାନେ ସବୁ କଲେ ଚୂର୍ଣ୍ଣ। ଏମନ୍ତ ବାର୍ତ୍ତା ପାଇଣ ବାଣାସୁର ରାଏ, ସୈନ୍ୟମାନଙ୍କୁ ପେଶିଲା ସିଂହ ଦ୍ୱାର ଯାଏ। ତାହା ଦ୍ୱାର ଜଗିଥାନ୍ତି 10 ଖଣି ବଳ, ତାଙ୍କ ସଙ୍ଗେ ଯୁଝନ୍ତେଣ ହେଲା ମହାଗୋଳ। ଏମନ୍ତ ବାରତା ଯହୁଁ ମହେଶ ପାଇଲେ, ଶ୍ରୀକୃଷ୍ଣ ସଙ୍ଗତେ ଆସି ଯୁଦ୍ଧ ଆରମ୍ଭିଲେ। ଈଶ୍ୱର ସଙ୍ଗତେ ଅଛି କାର୍ତ୍ତିକ କୁମର, ଆବର ରୁଦ୍ରଗଣ ଯେ ଅଛନ୍ତି ଅପାର। ଅତି ହିଁ ବେଗେ ଯାଏଣ କାର୍ତ୍ତିକ କୁମର, ପ୍ରଦ୍ୟୁମ୍ନ ସଙ୍ଗେ ସମର କଲା ମହାଘୋର। ବାଣାସୁରର ମନ୍ତ୍ରୀ ଯେ ଅଟନ୍ତି ଦ୍ରିଜଣ, କୁଭାଣ୍ଡଙ୍କ ମହାବୀର ମନ୍ତ୍ରୀ କୃପକର୍ଣ୍ଣ। ରାମଙ୍କ ସଙ୍ଗତେ ଯାଇ ଯୁଦ୍ଧ ଲଗାଇଲେ, ବହୁତ ପ୍ରତିଜ୍ଞା କରି ଶସ୍ତ୍ର ପ୍ରହାରିଲେ। ଯାଦବଙ୍କ ବୀର ଶ୍ରେଷ୍ଠ ସାତ୍ୟକୀ କୁମର, ତାହାଙ୍କ ସଙ୍ଗେ ଯୁଝିଲା ବାଣାସୁର ବୀର। ଏମନ୍ତ ବାରତା ଯହୁଁ ଦେବତା ପାଇଲେ, ବ୍ରହ୍ମାଙ୍କୁ ମୁଖ୍ୟ କରିଣ ସମସ୍ତେ ଅଇଲେ। ସେମାନେ ଆସି ଦେଖିଲେ ହରିହର ରଣ, ରୋମେ ରୋମେ ଭେଦୁଅଛି ତାହାଙ୍କର ବାଣ। ମହାକୋପରେ ମହେଶ ବାୟବାସ୍ତ୍ର କଲେ, ପର୍ବତାସର ପେଶିଣ ଶ୍ରୀକୃଷ୍ଣ ନାସିଲେ। ତାହା ଦେଖିଣ ଈଶ୍ୱର ବ୍ରହ୍ମସର କରି, ନାରାୟଣ ଅସ୍ତ୍ରେ ତାହା ଶ୍ରୀକୃଷ୍ଣ ନିବାରି। ବେଗେଣ ଅଗ୍ନିଶରକୁ ପେଶି ତ୍ରିଲୋଚନ, ମେଘାସର ପେଶି ନିବାରିଲେ ଭଗବାନ। ମହାରୋଷ ପ୍ରାପ୍ତ ହୋଇ ପାର୍ବତୀ ରମଣ, ତତକ୍ଷଣେ ପ୍ରହାରିଲେ ପାଶୁପତ ବାଣ। ଦୂରହୁଁ ଦେଖିଣ ତାହା ଦେବଚକ୍ରଧର, ତୋରିତେ ବିନ୍ଧିଲେ ଧରି ନାରାୟଣ ସର। ବ୍ରହ୍ମସର ପୁନରପି ପେଶି ଭାବଗ୍ରାହୀ, ଅଚେତନରେ ଈଶ୍ୱର ପଡ଼ି ମୋହ ଯାଇ। କାର୍ତ୍ତିକ କୁମର ସଙ୍ଗେ ପ୍ରଦ୍ୟୁମ୍ନ ଯୁଝିଲା, ମହାଘୋର ସଂଗ୍ରାମରେ କେହି ନ ଘୁଞ୍ଚିଲା।
ମହାବେଗେ ନାରାଚକୁ ବିନ୍ଧି କୋପ କରି ବାଣତେଜେ ସୈନ୍ୟମାନେ ପଳାଇଲେ ଡରି। କୁଭାଣ୍ଡକ କୃପକର୍ଣ୍ଣ ଯୁଦ୍ଧ କରୁଥିଲେ ସୌନନ୍ଦ ମୂଷଳ ଘେନି ରାମ ପ୍ରହାରିଲେ। ପ୍ରଭୁ ବଳରାମଙ୍କର ଶସ୍ତ୍ରାଘାତ ପାଇ ଦୁହେଁ ଯାକ ଯମପୁର ଦେଖିଲେ କଯାଇ। ଏମନ୍ତ ଚରିତ ଦେଖି ବାଣାସୁର ବୀର ଶ୍ରୀକୃଷ୍ଣଙ୍କ ଗ୍ରତରେ ମିଳେ ଧାତିକାର। 500 ଭୁଜେ 500 ଧନୁ ଧରି ବିନ୍ଧିଲାକ ବାଣାସୁର ଅତି ଯତ୍ନ କରି। ବାଣାସୁର ପରେ କୃଷ୍ଣ ବାଣ ପ୍ରହାରିଲେ 500 ଧନୁ ତାର କାଟି ପକାଇଲେ। ପୁଣି ଦେବ କୃଷ୍ଣଚନ୍ଦ୍ର ବହୁ ସର ଧରି ବାଣାସୁରର ଉପର ବିନ୍ଧି ରୋଷ ଭରି। ସେ ବାଣାସୁରର ରଥ ଅଶ୍ଵ ଆଦି କରି ତୋରିତେ କାଟିଲେ ତାହା ଦେବ ଦଇତ୍ୟାରି। ଧାଇଁଛନ୍ତି ପ୍ରାଣେ ନାଶ କରିବେ ତାହାକୁ ତାହାର ମାତା ତୋରିତେ ଆସେ ଯୁଝିବାକୁ। ଉଲଗ୍ନ ବେଶ ପାଶ ଯେ ମୁକୁଳିତ କେଶ ଶ୍ରୀକୃଷ୍ଣ ଅଗ୍ରତେ ଆସି ହୋଇଲେ ପ୍ରବେଶ। ଦକ୍ଷିଣ ଶିର ପୋତିଲେ ଦେବ ଚକ୍ରଧର ତହୁଁ ବେଗେ ପଳାଇଲା ବାଣାସୁର ବୀର। ଦେବ ମହେଶ୍ୱର ତହିଁ ମୋହ ଯାଇଥିଲେ ଜ୍ଞାନ ପ୍ରାପ୍ତ ହୋଇଣ ସେ ସଚେତା ହୋଇଲେ। ମହେଶ ଦେଖିଲେ ବାଣାସୁରର ବିପତ୍ତି ତତକ୍ଷଣେ ପେଶିଲେ ସେ ଜୋର ସେନାପତି। 3 ଗୋଟି ଶିର ତାର ଷଡ଼ଭୁଜ ହୋଇ ବେଗେ ଶ୍ରୀକୃଷ୍ଣ ଉପରେ ପଡ଼ିଲା ଧାଇଁ। ଜୋର ସେନାପତି ଯେ ଦେଖି ଯେ ଚକ୍ରଧର ଜାତ କଲେ ଶରୀରରୁ ବେଗେ ବିଷ୍ଣୁ ଜ୍ୱର। ବିଷ୍ଣୁ ଜ୍ୱର ଅଚି ବେଗେ ତାକୁ ଗୋଡ଼ାଇଲା ମହେଶ୍ୱର ଜ୍ୱର ଦେଖି ବେଗେ ପଳାଇଲା। ରହିବାକୁ ତାର ତ୍ରିଭୁବନେ ଠାବ ନାହିଁ ବିଷ୍ଣୁ ଦୋରେ ହାପଳାଇ ରହିବ ବା କାହିଁ। ଶୁଣିଲେ ଉଠି ସେହି ଠାବକୁ ଅଇଲା ଶ୍ରୀକୃଷ୍ଣଙ୍କ ପାଦ ତଳେ ଶରଣ ପଶିଲା। ସେ ସେନାପତି ଡାକିଲା ରଖ ନାରାୟଣ ବାରେକ ରଖିବା ମୁହିଁ ପଶିଲି ଶରଣ। ନିରାକାର ପୁରୁଷ ତୁ ଅଛୁ ସବୁ ଠାଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସବୁ ଅଟେ ତୁହି। ତ୍ରିଭୁବନେ ଛନ୍ତି ଯେତେ ଯେତେ ଦେବତାଏ ତୋର ତେଜ ଘେନି ସର୍ବେ ହୁଅନ୍ତି ଉଦୟେ। ସବୁଠାରୁ ଶ୍ରେଷ୍ଠ ପୁଣି ଅଟେ ଇନ୍ଦ୍ରିଗଣ ଚାଲିବାକୁ ବଳ ଦେଇ ଅଛୁ ନାରାୟଣ। କାହାର ଆୟତ ତାହା ନୁହଁ ଗୋସାଇଁ ତୁହି ଯାହା ଭିଆଇଛୁ କାଳେ ତା ଫଳଇ। ତୁମ୍ଭର ଦେହରୁ ଯେଉଁ ଜ୍ୱର ଜାତ ହେଲା ମୋତେ ପୀଡ଼ା ଦେବା ପାଇଁ ପଛେ ଗୋଡ଼ାଇଲା। ତୁହି ପ୍ରଭୁ ମୋତେ ଏବେ ଉଦ୍ଧରିଣ ଧର ଶରଣ ରକ୍ଷଣ ବାନା ଅଟଇ ତୁମ୍ଭର। କାକୁସ୍ଥ ବଚନ ତାର ଶୁଣି ଜନାର୍ଦ୍ଦନ ବିଷ୍ଣୁ ଜ୍ୱର କୁହକାରି ବୋଲନ୍ତି ବଚନ। ଆହେ ଜ୍ୱର ଶୁଣ ତୁମ୍ଭେ ମୋହର ବିଚାର ଏକ ମନ ହୋଇ ମୋତେ ସ୍ମରିବ ଯେ ନର। ମୋର ପାଦ ପଦ୍ମେ ଯେଉଁ ନର ଦୃଢ଼ କରି ନ ଯିବୁ ତା ପାଶ ଆସିବଟି ଅପସରି। ତାହାର ଦେହରେ କେଭେ ପୀଡ଼ା ନ କରିବୁ ଆମ୍ଭର ବଚନ ତୁହି ପ୍ରତିପାଳିଥିବୁ। କୃଷ୍ଣଙ୍କର ତହୁଁ ଏସ ନକ ଆଜ୍ଞା ପାଇ ହରସ ହୋଇଣ ଜ୍ୱର ସେନାପତି ଯାଇ।
तेणे देखिला क दैत्यपति बाणासुर श्रीकृष्ण को निकट को धाए धातिकार ताहांक आगरे आणी रथ रुहाइला बेळकु बेळ संग्राम घोर तर हेला महाकुंत सावेळी जे आयुधादि करी सहस्र भुजरे नाना शस्त्र मान धरी श्रीकृष्णंकर अंगरे प्रहारिला नेई बाबल सରରେ निबारिले भावग्राही सुदर्शन चक्र धरी देव नारायण बेगेण काटिले बाणासुर भुजमान वृक्षर डाल काटिले जे प्रकार होई भुज काटन्ते से बाणाते मंत दिशई दूरे थाइण संग्राम छाड़ी त्रिपुरारी कृष्ण मुख निबारिण बहु स्तुति करी जय तु हि जगन्नाथ नादि अच्युत जय तु हि जगन्नाथ जग जनहित जय तु हि जगन्नाथ मोक्षर कारण तोहर नाम धरिण करुथांति ध्यान जय जगन्नाथ विष्णु रूप अटु तुहि श्रीकृष्ण को गुणा गुण के पारिब कही तोहर नाम को नाथ आकाश बोलंती तोहर नाम को नाथ अनेक कहंती भोस्वामी प्राण तोहर निश्चय अटे मोहि तोहर बुद्धि बलेण दंभ अछि होई इंद्रदेव तोहर तो अटे भुजमान रोम माने औषध वृक्ष माने पूर्ण तोहर बिनु संसारे आन नाही केही स्थावर जंगम कीट पतंग जे तुही जेते बेले संसार रे धर्म हेला गोप्य तेते बेलरे भोस्वामी देखिली तो रूप जगत जाक गर्भरे भरी अछु तुही एसन चरित मान न जानती केही तुम्भ तेज मूर्ति मुहि देखिली श्रीधर समस्ते ही से ही मूर्ति देखिले आबर भल हेला बाणासुर देखिला बर एहाकु भोनाथ एबे प्रतिकार कर तोहर दासर दास प्रह्लादर वंश एहाकु ही तुम्भे रक्षा कर पितवास ईश्वरंकर वचन शुणी चक्रपाणी प्रसन्न होई ताहांकु बोलुछंती बाणी तुम्भर प्रसादे जेहु पाइअछि बर आंभर से कथा निश्चय अटई शिकार पृथ्वीर महाभार उश्वासी बापाई एहार बहुत भुज छेदिलई मुहि एबे यार चारि गोटी भुज रही थाऊ सर्वदा कालरे चिरजीवी होई रहू तुम्भर नाम गोटिक भजु थाऊ एही संसारे रहू अजरा मोर तनु बही एमंत शुणिला जहु बाणा सुर दैत्य श्रीकृष्णଙ୍କ पाद तले कला प्रणिपात शोणितपुरକୁ सेहु बेगे चली गला अनिरुद्ध कुमारକୁ सजाई आनिला उषा दुहिताକୁ बेगे सज कराइण बर कन्या आनी देला कृष्ण छामुरेण अंग बल ताहार जे देला खौणीए अनेक उत्सव कला बाणासुर राय एमान समस्त घेनी प्रभु चक्रधर संभर्वे विजय कले द्वारावतीपुर द्वारावतीपुरे पशि कले क उत्सव आनंद होइले तहि समस्त जादव
ଏକ ମନ ହୋଇ ଶୁଣ ହରିବଂଶ ପଦ, କାହାକୁ ହିଁ କିଛି ହିଁ ନ ଲାଗିବ ବିରୋଧ। ସର୍ବଦା କାଳେ ତାହାର ଜୟ ଲାଭ ହେବ, ଏହା ଯେହୁ ନିରନ୍ତରେ ମନରେ ସ୍ମରିବ। ନୃଗରାଜ ମୋକ୍ଷଣ ଏଥୁ ଅନନ୍ତରେ ପରୀକ୍ଷ ନାମେ ନୃପଣି, ବିନୟ ଭାବରେ ସୁକ ମୁନିଙ୍କି ପୁଛଇ। ଭୋମୁନି ବୋଲଇ ବାଣାସୁର ଯୁଦ୍ଧ କଥା, ଭାଗବତ ଶୁଣି ମୋର ମନୁ ଗଲା ବ୍ୟଥା। ଏଥୁ ଅନ୍ତେ କେଉଁ କୃତ୍ୟ କଲେ ଦେବ ହରି, ତହିଁର ଚରିତ ମୋତେ କହିବା ବିସ୍ତାରି। ଶୁକମୁନି ବୋଇଲେ କହେ ପରୀକ୍ଷ ରାଏ, ହରିବଂଶ ଶୁଣି ମହାପାପ କର କ୍ଷୟେ। ପଦ୍ମନର ମୂଳ ଯେତେ ଶ୍ରୀକୃଷ୍ଣ ନନ୍ଦନ, ବନ ଭ୍ରମଣ ନିମନ୍ତେ ଗଲେ ଏକ ଦିନ। ଅନେକ ଦୂର ଗମନ୍ତେ କୁମରେ ଫୁଟିଲେ, ଜଳ ଲୋଡ଼ିଣ ଯାଇଣ ତୃଷାର ବିକଳେ। ଖଣ୍ଡେ ଦୂରରେ ଦେଖିଲେ ଏକ କୂପ ଯାଇ, ଗୋପନେ ପଡ଼ିଅଛଇ କୃକଳାସ ତହିଁ। ଦେହ ଗୋଟିକ ତାହାର ବଡ଼ ପୁଷ୍ଟ କରି, ଏଣ୍ଡୁଅର ରୂପ ଗୋଟି ବୀର ଅଛି ଧରି। ତାହାକୁ ହିଁ ଶ୍ରୀକୃଷ୍ଣର ନନ୍ଦନ ସଭିଏ, ଜପରୁ କୋପରୁ କାଢ଼ିବା ପାଇଁ କରନ୍ତି ଉପାଏ। ଗ୍ରନ୍ଥି କରିଣ ଚର୍ମର ପାଶ ଲଗାଇଲେ, କେବେ ତହିଁ ଭିତରୁ ଆଣି ନ ପାରିଲେ। ଲେଉଟି କହିଲେ ଯାଇ ଶ୍ରୀକୃଷ୍ଣଙ୍କ ପାଏ, ଭୋଦେବ କୂପ ଭିତରେ ପଡ଼ିଛି ଜନ୍ତୁଏ। ଉଠାଇବାକୁ ବହୁତ ଉଦଯୋଗ କଲୁ, କୌଣସି ପ୍ରକାରେ ତାକୁ ଆଣି ନ ପାରିଲୁ। ପୁତ୍ରଙ୍କ ବଚନ ଶୁଣି ଶ୍ରୀକୃଷ୍ଣ ଉଠିଲେ, କୂପର ସନ୍ନିଧେ ଯାଇ ସମସ୍ତେ ମିଳିଲେ। ଦେଖିଲେ ଜନ୍ତୁ ଗୋଟିଏ ପଡ଼ିଅଛି ତହିଁ, ଆଗହୁଁ ଜାଣନ୍ତି ତାହା ପ୍ରଭୁ ଭାବଗ୍ରାହୀ। ହସ୍ତ ବଢ଼ାଇ ତାହାକୁ ଶ୍ରୀକୃଷ୍ଣ ଧଇଲେ, ଓଟାରି ତାକୁ ଉପରେ ନେଇ ପକାଇଲେ। କୃଷ୍ଣ ହସ୍ତ ଯହୁଁ ତାର ଦେହରେ ଲାଗିଲା, ତାହା ନିଜ ରୂପ ଗୋଟି ପ୍ରକାଶ ହୋଇଲା। ସ୍ୱର୍ଗର ଦେବତା ପ୍ରାୟ ହେଲା ଦିବ୍ୟ ବେଶ, ତତକ୍ଷଣେ ହୋଇଲା ସେ ଉତ୍ତମ ପୁରୁଷ। ଶୁଦ୍ଧ ସ୍ୱର୍ଣ୍ଣ ପରା ଏକ ତାର ରୂପ କାନ୍ତି, ଅନେକ ଆଭରଣ ସେ ଦେହେ ଘେନିଛନ୍ତି। ମୁକୁଟ ଦିଶୁଅଛଇ ସୂର୍ଯ୍ୟ ତେଜ ପ୍ରାଏ, ସୁଗନ୍ଧ ପୁଷ୍ପର ମାଳା ଅଛଇ ଗଳାଏ। ଉତ୍ତମ ବେଶଭୂଷଣ ଯେଣୁ ସେ ଧଇଲା, ତତକ୍ଷଣ ଶ୍ରୀକୃଷ୍ଣଙ୍କ ଅଙ୍ଗରେ ମିଳିଲା। ବେଶ ଦେଖିଣ ଶ୍ରୀକୃଷ୍ଣ ପଚାରନ୍ତି ତାକୁ, ଏମନ୍ତ ବେଶେ ଅଇଲୁ କିମ୍ପା ଆମ୍ଭଠାକୁ। କିଏ ତୁହି ଅଟୁ ମୋତେ ଆଦି ଅନ୍ତ କହ, କେବଳ ପାପ ଅର୍ଜିଣ ପାଇଲୁ ଏ ଦେହ। ଶ୍ରୀକୃଷ୍ଣ ପୁଛନ୍ତି ଏହା ଶୁଣି ସେ ପୁରୁଷ, କର ଯୋଡ଼ି ଜଣାଇଲେ ପୂର୍ବର ସନ୍ଦେଶ। ତୁମ୍ଭେ ପ୍ରଭୁ ନାରାୟଣ ସର୍ବ ଅନ୍ତର୍ଯ୍ୟାମୀ, ଆପଣେ ଭିଆଇ ମୋତେ କିମ୍ପା ପୁଛ ସ୍ୱାମୀ। ସୂର୍ଯ୍ୟବଂଶୀ ରାଜା ମୁହିଁ ନାମ ମୋର ନୃଗ, କର୍ମର ବଳେ କରି ପାପ ଦଶା ଭୋଗ। ସତ୍ୟ ଯୁଗେ ରାଜା ହୋଇ ପ୍ରଜା ପାଳୁଥିଲି, କ୍ଷତ୍ରି ଧର୍ମେ ଥାଇ କେତେ ଯଜ୍ଞ ଦାନ କଲି। ବତ୍ସାର ସହିତ ଗାଭୀ ନିତ୍ୟ ଦିଏ ମୁହିଁ, ସୁବର୍ଣ୍ଣର ଚାରି ଖୁରା ଅଟେ ସିଂହ କୁଇ। ଏ ପ୍ରକାର ଗାଈ ମାନ ଲକ୍ଷ ଲକ୍ଷ କରି, ଦେଉଥାଇ ନିତ୍ୟ ମୁହିଁ ବ୍ରାହ୍ମଣଙ୍କୁ ବରି।
ଏକ ବ୍ରାହ୍ମଣ ଅଇଲା ମୋର ନିଜ ପୁରୀ, ଦରିଦ୍ର ଭିକ୍ଷୁକ ସେ ତ ଅଟେ ସଦାଚାରୀ। ଏମନ୍ତ ବ୍ରାହ୍ମଣ ଦେଖି ଗାଭିଏ ଦେଲଇଁ, ଯେସନେ ପ୍ରକାରେ ଗାଇ ନିତ୍ୟ ମୁଁ ଦିଅଇ। ଦୈବର ସଂଯୋଗରେ ଜାଣ ଏକ ଦିନେ, ଏମନ୍ତ ଘଟଣା ଏକ କଲଇଁ ବିଧାନେ। ବ୍ରାହ୍ମଣକୁ ଦେଇଥିବା ଦାନ ଗାଈ ଗୋଟି, ସେହୁ ଆମ୍ଭର ଗୋଷ୍ଠରେ ପଶିଲା ଲେଉଟି। ଗୋରୁମାନଙ୍କ ସଙ୍ଗରେ ଥିଲା ସେହି ଗାଈ, ଦଇବେ ତାହା ନ ଜାଣି ଦାନ ଦେଲି ମୁହିଁ। ପୂର୍ବେ ଯେଉଁ ବିପ୍ର ତାକୁ ନେଇଥିଲେ ଦାନ, ସେ ଆସି ଦେଖିଲେ ସେହି ଗାଈ ଚିହ୍ନ ବନ। ଆପଣାର ଧେନୁ ବୋଲି ବାନ୍ଧିଣେ କଜହୁଁ, ତା ଛାଡ଼ି ନ ଦେଲେ ପଛେ ନେଇଥିଲେ ଯହୁଁ। ସେ ଗାଈ ପାଇଁ ବ୍ରାହ୍ମଣ ମହାଗୋଳ କଲେ, ମଛାମୁକୁ ଧରା ଧରି ହୋଇଣ ହଇଲେ। ସେହି କଥା ଗୋଟି ଯହୁଁ ଶୁଣିଲଇଁ ମୁହିଁ, ଭୟରେ ମୋହର ଦେହ କମ୍ପିଲା ଗୋସାଇଁ। ସେ ବ୍ରାହ୍ମଣ ଦୁହିଁକି ମୁଁ ବହୁ ବୁଝାଇଲି, ଲକ୍ଷେ ଗାଈ ଦେବା ପାଇଁ ଦୁହିଁକି କହିଲି। କୌଣସି ପ୍ରକାରେ ବୋଧ ନହିଲା କପୁଣ, ସେହି ଗାଈ ଗୋଟି ଛାଡ଼ି ଗଲା ସେ ବ୍ରାହ୍ମଣ। ଦୈବ ଯୋଗେ ମୃତ୍ୟୁ ମୋର ହେଲା ସେ ଦିନର, କୃତକର୍ମ ଫଳ ମୁହିଁ ଭୁଞ୍ଜିଲି ଶ୍ରୀଧର। ଯମଦୂତ ମାନେ ଆସି ମୋତେ ଘେନି ଗଲେ, ଯମର ଛାମୁରେ ନେଇ ଉଭା କରାଇଲେ। ମୋତେ ବିନୟ ଦେଖିଣ ବୋଲେ ଜନ୍ତୁପତି, ମନ୍ଦ କର୍ମ କରିଅଛୁ ମଞ୍ଚର ନୃପତି। ମଞ୍ଚପୁରେ ବହୁ ପୁଣ୍ୟ କରିଅଛୁ ତୁହି, କିଞ୍ଚିତାର୍ଥେ ପାପ କର୍ମ ତୋହର ଅଛଇ। ମୋ ଆଗେ କହ କେ ବଣ ଭୋଗ ତୁ ଭୁଞ୍ଜିବୁ, ଶୁଣିଲେ ଆମ୍ଭେ ତାହାର ବିଧାନ କରିବୁ। ଯମ ଯହୁଁ ଏସନେକ ବଚନ ମୁଁ ଶୁଣି, ବିଚାର କଲଇଁ ଏହା ମନେ ମନେ ଗୁଣି। ସୁଖର ଉପରେ ଦୁଃଖ ଯଦ୍ୟପି ହୁଅଇ, ମୋହ ପକ୍ଷରେ ସେ କଥା କେଭେ ଭଲ ନହିଁ। ମୋହ ପାପ ଫଳ ମୁହିଁ ଆଗେ ଭୁଞ୍ଜିବଇଁ, ଯମ ଛାମୁରେ କଥା ପ୍ରକାଶ କଲଇଁ। ତତକ୍ଷଣେ ମୋତେ ସେହୁ କୃକଳାସ କଲେ, କୂପେ ପକାଇବା ପାଇଁ ଦୂତକୁ ବୋଇଲେ। ତଦନ୍ତେ ବୋଇଲେ ମୋତେ ସେହି ଜନ୍ତୁପତି, ମୁକତିର କଥା ତୁମ୍ଭେ ଶୁଣ ହୋ ନୃପତି। ଯେ ବଣ ଦିନେ ତୁ ଜଗନ୍ନାଥଙ୍କୁ ଭେଟିବୁ, ନିଶ୍ଚିନ୍ତ ହୋଇଣ ତୁହି ସ୍ୱର୍ଗକୁ ଗମିବୁ। ଏବେ ଘଟ ସୂତ୍ର ହେଲା ଧର୍ମ ପ୍ରସ୍ତାବରେ, ଶୁଭ ବେଳେ ଭେଟିଲି ମୁଁ ତୁମ୍ଭର ପାଦରେ। ଯୋଗୀଏ ଯେତେ ଅଷ୍ଟାଙ୍ଗ ଯୋଗମାନ କରି, ଅନୁବ୍ରତେ ଥାନ୍ତି ସେ ଶୁଦ୍ଧ ଚିତ୍ତେ ଧରି। କେବେ ହେଁ ତୋତେ ସେମାନେ ଧରି ନ ପାରନ୍ତି, ପୂର୍ବ ପୁଣ୍ୟ ଫଳେ ମୁହିଁ ଦେଖିଲି ଏ ମୂର୍ତ୍ତି। ଭୋ ପ୍ରଭୁ ଏ ମନ୍ତ ଆଜ୍ଞା ମୋହ ପ୍ରତି ହେଉ, ଯେସନେ କି ମନ ବୁଦ୍ଧି ତୁମ୍ଭ ତହିଁ ଥାଉ। ଯେଣୁ କରି ନୃପନାଥ ଆଜ୍ଞା ପ୍ରାପ୍ତ ହେଲେ, ପୁଷ୍ପକ ବିମାନେ ଚଢ଼ି ସ୍ୱର୍ଗପୁରେ ଗଲେ। ଏମନ ଚରିତ ମାନ ଦେଖି ଶ୍ରୀପତି, ସବୁ ଯାଦବ ମାନଙ୍କୁ ହକାରି ବୋଲନ୍ତି। ବ୍ରହ୍ମସହରଣ କଲେ ଏମନ୍ତ ହୁଅଇ, ବ୍ରାହ୍ମଣଙ୍କୁ ହାସ୍ୟ କଲେ ଏହି ଫଳ ପାଇ। ଅଜ୍ଞାନେ ହେଉ କି ଅବା ଜ୍ଞାନେ ପାପ କଲେ,
ସେ ପାପରୁ ପାର କେଭେ ନୋହିବଟି ଭଲେ। ମହାପାପ କରିଥିଲେ 60 ସହସ୍ର ବର୍ଷ, ଗୌରବ ନରକରେ ହୁଅଇ ପ୍ରବେଶ। ଯେଉଁ ପ୍ରାଣୀ ବ୍ରାହ୍ମଣଙ୍କୁ ହାସ୍ୟ କରିଥାଇ, ରୌରବ ନରକରେ ସେହୁ କୃମି ପୋକ ହୋଇ। ମୋ ବଚନ କେତେବେଳେ ଅନ୍ୟଥା ହୋଇବ, ବ୍ରାହ୍ମଣଙ୍କୁ ପ୍ରତିଦିନ ସେବା କରୁଥିବ। ଯାଦବଙ୍କୁ ବୁଝାଇଲେ ଏହା ନାରାୟଣ, ନାରାୟଣ ପଦେ ନମେ ଶ୍ରୀ ଅଚ୍ୟୁତ ଦୀନ। ଶ୍ରୀକୃଷ୍ଣଙ୍କ ଦ୍ୱାରା ପୁଣ୍ଡରୀକ ବାସୁଦେବ ଓ କାଶୀରାଜା ବଧ ଏବଂ ବଳରାମଙ୍କ ଦ୍ୱାରା ଦ୍ୱିବିନ୍ଦ ବାନର ମୃତ୍ୟୁ। ଏଥୁ ଅନନ୍ତରେ ପରୀକ୍ଷା ନାମେ ନୃପଣି, ସୁଖମୁନି ଚରଣରେ କଲେ ଦିବ୍ୟ ପୂଜା। ଦାନ ହରଣର କଥା ଆମ୍ଭଙ୍କୁ ବୋଲଇ, ଏଥୁ ଅନ୍ତେ ଯାହା ହେଲା ବିଚାରିଣ ବୋଲ। ରାଜାଙ୍କର ବଚନରେ ଭଣି ସୁଖଯତି, ଏକ ମନେ ଶୁଣ ହୋତୁ ପଣ୍ଡୁପଣ ନାତି। ଶ୍ରୀକୃଷ୍ଣ ବିଜୟ କରିଛନ୍ତି ଦ୍ୱାରକାରେ, ସେକାଳେ ଯେ କଥା ହେଲା ଶୁଣ ନୃପବରେ। ଦୁରାତ୍ମା ଦୁଷ୍ଟ ବୁଦ୍ଧି ଯେ ଅଟେ ପୁଣ୍ଡରୀକ, ଏକ ଦିନେ ଦ୍ୱାରକାକୁ ପଠାଇଲା ଦୂତ। ଶ୍ରୀକୃଷ୍ଣ ବିଜୟ କରି ଅଛନ୍ତି ସଭାର, ପ୍ରବେଶ ହୋଇଲେ ଦୂତ ଯାଇ ସେହିଠାର। ପୁଣ୍ଡରୀକ ବାସୁଦେବ କହିଥିଲା ଯାହା, ଶ୍ରୀକୃଷ୍ଣ ଆଗରେ ଦୂତ କହିଲା କତାହା। ବୀରବର ନାମର ବାସୁଦେବ ଚିହ୍ନ, ସେ ରୂପ ଧରଇ କିମ୍ପା ନନ୍ଦର ନନ୍ଦନ। ଜଗତ ଜନର ଜନ୍ମ ମରଣ ନିମନ୍ତେ, ଉତ୍ପତ୍ତି ହୋଇଛୁ ଆମ୍ଭେ ମହାଭାରା ଅର୍ଥେ। ସେ କିମ୍ପା ଆମ୍ଭର ଶଙ୍ଖ ଚକ୍ର ଅଛି ଧରି, ଇଚ୍ଛଇ ସେ ହୋଇବାକୁ ଆମ୍ଭ ସଙ୍ଗେ ସରି। ସେହୁ ଯେବେ ରଖିବାକୁ ଚାହେଁ ବଡ଼ପଣ, ବେଗେ ଆସି ଆମ୍ଭଠାରେ ପଶୁ ସେ ଶରଣ। ବେଗୁ ବେଗ ଛାଡ଼ୁ ସେହି ଶଙ୍ଖ ଚକ୍ର ଦୁଇ, ଆମ୍ଭରି ସଙ୍ଗତେ ସରି କେବେ ହେନୁ ହଇ। ଏମନ୍ତ ବଚନ ଯହୁଁ ଯାଦବେ ଶୁଣିଲେ, ଟହ ଟହ ହୋଇ କରି ସେମାନେ ହସିଲେ। ତହୁଁ ଶ୍ରୀକୃଷ୍ଣ କହିଲେ ଶୁଣରେ ଦୂତ, ତାହାର ଆଗରେ ଯାଇ କହିବୁ ସମସ୍ତ। ଆମ୍ଭେ ବି ଯେ କରି ତାର ସନ୍ନିଧକୁ ଯିବୁ, ସୁଦର୍ଶନ ଚକ୍ର ଗୋଟା ପଛେ ଛାଡ଼ି ଦେବୁ। ଏମନ୍ତ ଶୁଣିଣ ସର୍ବେ ହାସ୍ୟ କଲେ ତାକୁ, ସେ ଦୂତ ବାହୁଡ଼ି ଗଲା ପୁଣ୍ଡରୀକ ଠାକୁ। କ୍ରୋଧେଣ କହିଲା ଯାଇ ସମସ୍ତ ବାରତା, କୃଷ୍ଣଙ୍କର କଥା ମାନ ସକଳ ବ୍ୟବସ୍ଥା। ପୁଣ୍ଡରୀକ ରାଜା ଦୂତ ଗଲା କଉତାରେ, ବେଗେଣ ସଜ ହୋଇଲେ ଦେବ ଚକ୍ର ଧରେ। ସଙ୍ଗେ ପ୍ରଭୁ 3 ଅକ୍ଷୌହିଣୀ ସୈନ୍ୟ ଘେନି, ପୁଣ୍ଡରୀକର ଦେଶକୁ ଗଲେ ଚକ୍ର ପାଣି। ଏଣେ ପୁଣ୍ଡରୀକ ରାଜା ସୈନ୍ୟ ସଜାଇ, ଯୁଦ୍ଧାରମ୍ଭ କଲା ଆସି ବେଗୁ ବେଗ ହୋଇ। ମହାପ୍ରତିଜ୍ଞା କରିଣ ଗରୁଡ଼ରେ ଚଢ଼ି, ହସ୍ତରେ ଶଙ୍ଖ ଚକ୍ରକୁ ଅଛି ସେହୁ ଧରି। ଶ୍ରୀବତ୍ସ ଚିହ୍ନ ଗୋଟିଏ ଅଛି ତା କାଖରେ, ପୀତାମ୍ବର ଶୋଭା ପାଏ ତାକଟି ଭାଗରେ। ମର୍କତ କୁଣ୍ଡଳ ଦ୍ୱୟ ଶୋଭଇ କନର, କିରୀଟି ମୁକୁଟ ଶୋହେ ତାର ଶିର ପର। ଏମନ୍ତ ପ୍ରକାରେ ବେଶ ଅଛି ରାଜା ଧରି, ଶ୍ରୀକୃଷ୍ଣ ଛାମୁରେ ରଥ ବେଗେଣ ଉଭାରି। ରହୁବରକୁ ଭାରି ଅଛି ପୁଣ୍ଡରୀକ,
ତାହାର ସଙ୍ଗେ ଅଛଇ ସୈନ୍ୟ ବଳ ଲୋକ। ଖଣ୍ଡେ ଦୂରେ ଥାଇ ତାହା ଦେଖିଲେ ଶ୍ରୀବତ୍ସୀ, ଆପଣାର ବେଶ ପୁଣ୍ଡରୀକ ଧରିଅଛି। ପୁଣ୍ଡରୀକର ମୂର୍ତ୍ତିକୁ ଶ୍ରୀକୃଷ୍ଣ ଚାହିଁଲେ, ଯାଦବ ବଳକୁ ତହୁଁ ବେଗେ ଆଜ୍ଞା ଦେଲେ। କନ୍ତ ସାବେଳି ଲାଙ୍କିଆ ଆଦି ତୀକ୍ଷ୍ଣ ବାଣ, ଯଦୁପୁତ୍ରେ ତାହାଙ୍କୁ ହେ ବିନ୍ଧି ଅପ୍ରମାଣ। ବେଢ଼ି କରି ସେମାନେ ଯେ ବହୁ ଶସ୍ତ୍ର କଲେ, ମହା କ୍ଷତ୍ରିୟଙ୍କ ପ୍ରାଣ ବିନାଶିଲେ। ସଙ୍ଗେ ଥିଲା ତାର 10 ଅକ୍ଷୋହିଣୀ ବଳ, ଯାଦବଙ୍କ ସରେ ସର୍ବେ ଗଲେ ଜମାଳ। ସୁଦର୍ଶନ ଚକ୍ର ଧରି ପ୍ରଭୁ ଚକ୍ରଧର, ତକ୍ଷଣେ ଛେଦିଲେ ପୁଣ୍ଡରୀକ ରାଜା ଶିର। ଯେମନ୍ତ ବେଶ ଧରିଣ ଯୁଦ୍ଧ କରୁଥିଲା, ସେହି ବେଶ ଧରିଣ ସେ ବୈକୁଣ୍ଠକୁ ଗଲା। ପୁଣ୍ଡରୀକ ନୃପତିକୁ ଚକ୍ରେ ଦେବ ହାଣି, କାଶୀ ରାଜାକୁ ନାରାଜ ବିନ୍ଧିଲେ କଟାଣି। ପାଶୁପତ ବାଣ ତାକୁ ବେଗେଣ ବିନ୍ଧିଲେ, ତାହାର ମୁଣ୍ଡ ଗୋଟିକ କାଟି ପକାଇଲେ। ହାବଡ଼ାସର ବିନ୍ଧିଲେ ପୁଣି ନିଠାଇ, କାଶୀ ରାଜାର ମସ୍ତକ ଦେଲେ କଛିଡ଼ାଇ। କାଶୀ ନୃପତିର ସିଂହ ଦୁଆରେ ଯାଇଣ, ଉଡ଼ି ଯାଇ ତାର ଶିର ପଡ଼ିଲା ତକ୍ଷଣ। ଯେତେକ ତାହାର ବଳ ମାଇଲେ ଶ୍ରୀପତି, ଲେଉଟି ଶ୍ରୀକୃଷ୍ଣ ବିଜେ କଲେ ଦ୍ୱାରାବତୀ। ଏଥୁ ଅନନ୍ତରେ ଶୁଣ ପରୀକ୍ଷ ରାଜନ, କାଶୀ ନୃପତିର ଥିଲା ଜ୍ୟେଷ୍ଠ ଯେ ନନ୍ଦନ। ପିତା ଶିର ଯେଣୁ କରି ନୟନେ ଦେଖିଲା, ମହାକଷ୍ଟ ପାଇଣ ସେ ବହୁ ଶୋକ କଲା। ପିତାର ନିମନ୍ତେ ସେହୁ ମହାଶୋକ କରି, ନିର୍ଭୟ ସେବିଲା ଯାଇ ଦେବ ତ୍ରିପୁରାରୀ। କଠୋର ସେବାରେ ହର ପ୍ରସନ୍ନ ହୋଇଲେ, ବର ମାଗ ବୋଲି କୁମରକୁ ଆଜ୍ଞା ଦେଲେ। ଯେବେ ମୋତେ ସୁପ୍ରସନ୍ନ ହେଲ ବର ଦିଅ, ତୁମ୍ଭର ବର ପାଇଲେ ହୋଇବି ନିର୍ଭୟ। ମୋହର ପିତାର ବୈରୀ ବିନାଶ କରିବି, ତୁମ୍ଭର ପ୍ରସାଦେ ମୁହିଁ ଜଗ ଜୟୀ ହେବି। ଶିବ ବୋଇଲେ ବ୍ରାହ୍ମଣ ପୂଜିବ କତିରେ, ତାହାଙ୍କୁ ପୂଜିଲେ ଯଶ ରହିବ ମହୀରେ। ଏହିପରି ବର ଯହୁଁ କୁମର ପାଇଲା, ବ୍ରାହ୍ମଣଙ୍କୁ ଅକ୍ଷତ ସେ ଦେଇଣ ବରିଲା। ବ୍ରାହ୍ମଣ ମାନେ ହୋମରେ ମହାମନ୍ତ୍ର ସ୍ମରି, ହୋମ ଭିତରୁ କୃତିହା ପୁରୁଷ ବାହାରି। ତତକ୍ଷଣେ ଜାତ ହେଲା କୃତିହା ପୁରୁଷ, ତପ୍ତ ତମ୍ଭା ପରା ଏକ ଦିଶେ ତାର ବେଶ। ନିର୍ଧୂମ ନଳ ଜିଣି ଦେହ ଦିଶେ ପୁଣି, କ୍ରୋଧେ ବହିଛି ସ୍ଫଟିକ ତେଜକୁ ସେ ଜାଣି। ହସ୍ତରେ ସେ ଘେନି ଅଛି ଅଗ୍ନିଜ୍ୟୋତି ଶୂଳ, ତାହାକୁ ବୋଇଲେ ତୁହି ଦ୍ୱାରକାକୁ ଚଳ। ଦ୍ୱାରକାକୁ ଯାଇଣ ସେ ଭୟ ଦେଖାଇଲା, ଯାଦବ ମାନେ ଦେଖନ୍ତେ ଶଙ୍କା ଉପୁଜିଲା। ସତ୍ୟଭାମା ତୁଲେ କୃଷ୍ଣ ପଶା ଖେଳୁଥିଲେ, ଆର୍ତ ହୋଇ ଯଦୁଗଣେ ସର୍ବେ ଜଣାଇଲେ। ମୂର୍ତ୍ତିମନ୍ତ ହୋଇ ଅଗ୍ନି ଦେବ ଆସିଛନ୍ତି, ଦ୍ୱାରକାପୁରକୁ ପୋଡ଼ି ଦେବେ ସେ ଘାନ୍ତି। ଯାଦବଙ୍କ ମୁଖୁ ଏହା ଶୁଣି ହୃଷିକେଶ, ଅନ୍ତର୍ଯ୍ୟାମୀ ଜାଣିଲେ ସେ କୃତିହା ପୁରୁଷ। ସୁଦର୍ଶନ ଚକ୍ରେ ଚାହିଁ ବେଗେ ଆଜ୍ଞା ଦେଲେ, ଏହି ଉତ୍ପାତ ବହନ ନିବାର ବୋଇଲେ।
आज्ञा पाई बेगे बेगे गला सुदर्शन, तेज प्रकाशिला कोटि सूर्यर किरण। प्रचंड मूर्ति धरी त्वरित आइला, कृतिहा पुरुष देखि बेगे पळाइला। ସେହି କ୍ଷଣିଲେ ଉଟଣି ଗଲା କପଳାଇ, କାଶୀପୁରେ ପ୍ରବେଶିଲେ ଅତି ତୋରା ହୋଇ। କାଶୀପୁରର ସେ କାଶୀ ନନ୍ଦନ ରାଜାକୁ, କୁଟୁମ୍ବର ସହିତରେ ନାସିଲା ତାହାକୁ। ହୋମଠାରେ ଯେଉଁମାନେ ଥିଲେ କ ଆଚାର୍ଯ୍ୟ, ସବୁ ବ୍ରାହ୍ମଣଙ୍କୁ ଧରି କଲା କଦହୀର୍ଯ୍ୟ। ସୁଦର୍ଶନ ଚକ୍ର ପଛେ ଗୋଡ଼ାଇଣ ଥିଲା, କାଶୀପୁର ଘର ଯାକ ସବୁ ପୋଡ଼ିଦେଲା। ଏହାକୁ ଯେ ଏକ ଚିତ୍ତେ ପଢ଼ଇ ଶୁଣଇ, ମହାପାତକ ତା ପାଶେ କେବେ ହେଁ ନ ଯାଇ। ସୁକମୁନି ବୋଲନ୍ତି ହୋ ଶୁଣ ନୃପବର, ନାରକାର ଥାଟେ ଥିଲା ଦ୍ୱିବିନ୍ଦ ବାନର। ଅନେକ ଅନେକ ଦେଶ ଅଇଲା ଉଜାଡ଼ି, ସକଳ ରାଜା ପଳାଇ ଗଲେ ଦେଶ ଛାଡ଼ି। ବନ ପର୍ବତ ମାନଙ୍କୁ ମୁଣ୍ଡେ ବୋହି ନେଇ, ପ୍ରଜାମାନଙ୍କୁ ମାରଇ ରୋଷ ଭର ହୋଇ। ମହାକୋପ କରିଣ ସେ ସିନ୍ଧୁ ଭିତରେଣ, ପାଣି ତୋଳିଣ ଆଣଇ ହୁଙ୍କାର କରିଣ। ସମୁଦ୍ର କୂଳରେ ଥିଲା ଯେଉଁ ଯେଉଁ ଦେଶ, ଜଳବୃଷ୍ଟି କରି ସେହୁ ସବୁ କଲା ନାଶ। ଉତ୍ତମ ସ୍ତ୍ରୀ ମାନଙ୍କୁ ଅନ୍ତରିକ୍ଷ ନେଇ, ପର୍ବତ ଖୋଳ ଭିତରେ ପୁରାଇ ରଖଇ। ତାହାଙ୍କ ଉପରେ ସେହୁ ଘୋଡ଼ାଇ ପର୍ବତ, ତହିଁ ମଧ୍ୟରେ ରଖିଣ ହରଇ ସମସ୍ତ। ଏସନକ ପରକାରେ ସବୁ ନାଶ କଲା, ଏହି ପ୍ରକାରେ ସକଳ ଦେଶ ଉଜାଡ଼ିଲା। ତଦନ୍ତେ ଆଶ୍ଵିନ ଉପବନ ପ୍ରଦେଶରେ, ପଡ଼ିଲା କ ଆସି ବଳରାମଙ୍କ ଭେଟରେ। ଅତି ବଳବନ୍ତ ସେହୁ ରେବତୀର ସାଇ, ସେ ଉପବନ ଭିତରେ କ୍ରୀଡ଼ନ୍ତି ସେ ଯାଇ। ଏମନ୍ତ ସ୍ୱରୂପ ଯହୁଁ ଦ୍ୱିବିନ୍ଦ ଦେଖିଲା, ରାମ ମୁଖ ଦେଖିଣ ସେ ଖତାଇ ହୋଇଲା। ସେବନ ମଧ୍ୟରେ ଯେତେ ଶାଳଶୀଳ ଥିଲା, ତା ସବୁ ପାଡ଼ି କପି ରାମଙ୍କୁ ଫିଙ୍ଗିଲା। ବକ୍ରଗତି କରି ରାମ ତାହା ବଞ୍ଚାଇଲେ, ମୁଷଳ ଧରିଣ ସେହୁ ନିର୍ଭୟ ରହିଲେ। କ୍ରୋଧ ଭର ହୋଇ କରି ବାନର ଧାଇଁଲା, ରାମଙ୍କ ଉପରେ ଦୁଷ୍ଟ ବିଧାଏ ମାଇଲା। ବଳରାମ ତା ସଙ୍ଗରେ ବାହୁ ଯୁଦ୍ଧ କଲେ, ବଜ୍ର ସମାନରେ ମୁଥ ତାହାକୁ ମାଇଲେ। ରାମଙ୍କର ହସ୍ତେ ମହା ଆଘାତକୁ ପାଇ, ଯମ ମନ୍ଦିର ଦ୍ୱିବିଧ ଦେଖିଲା କ ଯାଇ। ସେହି ବାନରକୁ ବଳ ରାମ ବଧ କଲେ, ଦ୍ୱାରକାପୁରକୁ ରାମ ବେଗେ ଚଳିଗଲେ। ବଳରାମ ପ୍ରଭୁଙ୍କର ପାଦ ପଦ୍ମ ତଳେ, ଦିନ ଅଚ୍ୟୁତନମୟୀ ଅତି ଭାବ ଭୋଳେ।